ଆଜି ସାର୍ଙ୍କ ମନ କେମିତି ଖୁସି କଲି କହୁଛି। ଦେଖନ୍ତୁ ମାଙ୍କଡ ମାନେ ସକାଳୁ ସକାଳୁ ଆସି ହେଲେଣି ଗୁଡ ମର୍ଣ୍ଣିଂ କହିବା ପାଇଁ। ବାପରେ ମୋ ପୁଅକୁ ଏତେ ଶୀତ କରୁଛି ଯେ ସେ କମଳ ଭିତରେ ପଶିକି ପାଠ ପଢୁଛି। ସକାଳ ହେଲେ ସବୁ ଗୃହିଣୀ ମାନେ ଚିନ୍ତାରେ ପଡିଯାନ୍ତି। ଆଜି ରୋଷେଇରେ କଣ ହବ? ଖାଦ୍ୟର ସ୍ୱାଦଟା ଯଦି ଭଲ ହୋଇଥିବ ତାହେଲେ ମନଟା ବି ଭଲ ରହିବ। ପେଟ ଶାନ୍ତି ହେଲେ ମନ ଶାନ୍ତି। ମୁଁ ଆଜି ଭାବିବାକୁ ଲାଗିଲି ଯେ ରୋଷେଇରେ କଣ କରିବି। ପରିବା ଡାଲା ଦେଖିଲା ବେଳକୁ ଗୋଟେ ବଡ କୋବିଟିଏ ଅଛି। ତାକୁ ଦେଖି ଭାବିଲି ଆଜି କୋବି ବେସର କରିବି। ସୁସ୍ଥ ଖାଦ୍ୟ ଖାଇଲେ ଶରୀର ମଜବୁତ ହୁଏ। ବାହାର ଖାଦ୍ୟ ନୁହେଁ, ଘରେ ତିଆରି ହେଉଥିବା ଖାଦ୍ୟ ଖାଇବା ଉଚିତ। ଭୋକ ଲାଗିଲେ ଯେତିକି ଦରକାର ସେତିକି ଖାଇବା, ଖାଦ୍ୟକୁ ନଷ୍ଟ କରିବା ନାହିଁ। ଖାଦ୍ୟକୁ ସମ୍ମାନ ଦବା, କାରଣ ଅନେକ ଲୋକ ଆଜି ମଧ୍ୟ ଗୋଟିଏ ବେଳା ଖାଇବାକୁ ପାଉନାହାନ୍ତି। ଆଳୁ ଆଉ କୋବିକୁ ଭଲ ଭାବରେ ମୁଁ ଭାଜିକି କାଢି ଦେଇଛି। ମସଲାରେ ମୁଁ ନେଇଥିଲି ଜିରା, ସୋରିଷ, ରସୁଣ, ତାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିଦେଇଛି। ତେଲରେ ହଳଦୀ, ଲଙ୍କାଗୁଣ୍ଡ ପକେଇକି ମସଲାକୁ ଭଲ ଭାବରେ କଷି ଦେଇକି ସେଥିରେ ମୁଁ ଆଳୁ କୋବିକୁ ଭଲ ଭାବରେ ପକେଇକି କଷିଦେଲି ଓ ବିଲାତି ମଧ୍ୟ ପକେଇଥିଲି। ତରକାରୀ ମୋର ହେଇଗଲା। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ସାର୍ଙ୍କର ଫେଭରେଟ ହେଲା କୋବି ବେସର ତରକାରୀ। ଆଉ ମୁଁ ଯେତେବେଳେ ସାରୁଙ୍କୁ କହିଲି ଯେ ମୁଁ ଆଜି ତମ ମନ ପସନ୍ଦର ତରକାରୀ କରିଛି କୋବି ବେସର, ସେ ଶୁଣିକି ବହୁତ ଖୁସି ହେଇଥିଲେ ଆଉ ବହୁତ ଖୁସିର ସହିତ ବି ଖାଇଥିଲେ। ଭିଡିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ ନିଶ୍ଚିନ୍ତ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।